ଭାଇନା ନମସ୍କାର। नमस्ते। ଭାଇନା କଣ ହେଇଛି ଘଟଣା ମାରପିଟ ହେଲା ଆପଣଙ୍କୁ ଆହତ ହେଲେ ଆକ୍ରମଣ ହେଲେ କାହିଁକି? तो मु दर्शन मंदिर दर्शन कर बसली छकरे ଭାଇ आम दी तीन पिला दिटा तीन पिला कथा होती से चार जन मद पीक आसिले ହୁଁ आसिक तो गाड़ी कले से नीलांचल साहू को यज्ञ रेड्डी गाड़ी कले बोली मुझे कहीं बापा गाड़ी कर कौन है पिया पी कर सकालू कथा हम हठात आसिक मत मोर आखि की कान को गोटे मारदेले ହୁଁ मो भल लगे सब जो समस्त साइड जहाँ लोक उठी गले धाई पड़े आ କଣ ପାଇଁ ଆକ୍ରମଣର କାରଣ କଣ ହେଇଥିବ ବୋଲି ଆପଣ ଆକ୍ରମଣ ସେ ସନ୍ଦେହ ପିଲାକୁ ନୀଳାଞ୍ଚଳ ସାହୁ ସେ ଆମର କଣ ଲୋକାୟୁକ୍ତ ପକେଇଥିଲେ ସେ ଏନଆରଜି ତାଙ୍କର ଏଗନେଷ୍ଟରେ ହୁଁ ହଁ ହେଲେ ସେ ତାକୁ ପଚାରିଲେ ମୁଁ ହଉ ତା ବସି କଥା ଆଲୋଚନା କର ହୁଁ କଥା ହବରେ ବୋଲି ହଠାତ୍ ତ ମତେ ବାଡେଇ ଦେଲେ ଆଉ ଆପଣଙ୍କୁ ଆକ୍ରମଣ କେଉଁ କୋଉମାନେ କରୁଛନ୍ତି? ଆମର ସେ କାଳିଆ ପ୍ରଧାନ ହୁଁ। ଆଉ ସନ୍ତୋଷ ଡାକୁଆ ରବୀନ୍ଦ୍ର ପ୍ରଧାନ ହୁଁ ଆଉ ବିପିନ ବେହେରା ଆଚ୍ଛା, ଆମେ ଚାରି ଜଣ ଇଏ କରିଛନ୍ତି। ସ୍ଥାନୀୟ ସରପଞ୍ଚ ମଧ୍ୟ ପାଖରେ ଠିଆ ହେଇଥିଲା। ଆଚ୍ଛା, ଘଟଣାସ୍ଥଳରେ ସରପଞ୍ଚ ଥିଲେ କି ପାଖରେ? ଘଟଣାସ୍ଥଳରେ ନାହିଁ ସେ ଡାଇରେକ୍ସନ ତା ପାଖରେ ଥିଲା। ଆଚ୍ଛା, ଆପଣ ଡାଇରେକ୍ସନ ତ ସବୁ ହଉଛି ଗାଁରେ ଏମିତି ତ 75ଟା ହେଲାନି ଗାଁରେ ଆଜ୍ଞା ଯାହା ତାର ଘରେ ପଶୁଛନ୍ତି ଯିଏ ତାଙ୍କୁ କହିବ ତାଙ୍କ ଘରେ ଯାଇ ପଶିକି ବାଡଉଛନ୍ତି। ଆପଣମାନେ ଯଦି ଗାଁରେ ବୁଲିବେ ଦେଖିବେ ଏମାନେ କାହା ଘରେ କେମିତି ପଶୁଛନ୍ତି କିନ୍ତୁ ଧମକ ଚମକ ଦେଇକିରି ଗାଁକୁ ଗୋଟେ ଭୟ ଅବସ୍ଥାରେ ଭୟାକୁଳ ଅବସ୍ଥାରେ ରଖିଛି ଏଇ ଗାଁଟାକୁ ଗୁଣ୍ଡାଗିରି କରିକି ଦାଦାଗିରି କରିକି ଯାଉ ଗଲେ ବାଡଉ ମାରିବୁ। ଏହା ଗୋଟେ ଅସାମାଜିକ ଚିନ୍ତାଧାରା ଏମାନଙ୍କ ଅସାମାଜିକ ମାନସିକତା ଭିତରେ ଏମାନେ ସବୁବେଳେ ରହୁଛନ୍ତି। ଗାଁରେ ସବୁବେଳେ ଏଇଭଳି ଭାବେ ଅଶାନ୍ତି କହୁଛି। ମୁଁ ପୂର୍ବରୁ ବହୁତ ଥର କହିଥିଲି ମୁଁ ଶୁଣୁଥିଲି ସେମାନେ ମଧ୍ୟ ଆଇଆଇସି ପାଖରେ ଗୋଟେ ମାସ ପୂର୍ବରୁ 15 ଦିନ ପୂର୍ବରୁ ରିପୋର୍ଟ ଦେଇଥିଲା ଯେ ନୀଳାଞ୍ଚଳ ସାହୁ ତାର ଜୀବନ ପ୍ରତି ବିପଦ ଅଛି ବୋଲିକିରି କଣ ଲୋକାଯୁକ୍ତକୁ ରିକ୍ୱେଷ୍ଟ କରି ସେ ଦେଇଥିଲା। ଆଇଆଇସି କହିଥିଲା କଲେକ୍ଟରକୁ ଏସପିକୁ ମିଶିଥିଲେ ତାଙ୍କର ସେ ଯୋଉଟା ସେ ଭାବୁଥିଲା ସେମାନେ ସେ ଛିଡା ହେଲା ସେମାନେ ତା ପ୍ରତି ଆଟାକ୍ କରିବା ପାଇଁ ଆସିଥିଲେ ମୁଁ ପଡିଗଲି ଆଉ। ଆଚ୍ଛା, ହେଲେ ଆପଣ ସିଧାସଳଖ ସରପଞ୍ଚକୁ ସେ ଆଙ୍ଗୁଠି ନିଶ୍ଚିତ ଦେଖଉଛନ୍ତି ଭାବରେ ଦାୟୀ। ହୁଁ। ସେ ନିଶ୍ଚିତ ଭାବେ ଦାୟୀ। ଲିଖିତ ଅଭିଯୋଗ କୋଉ ଥାନାରେ କିଏ କରୁଛନ୍ତି ଆଜ୍ଞା? ଆମେ ଯାଇ କହିଛୁ ନୟା ଥାନାକୁ କହିଛୁ। ଲିଖିତ ଅଭିଯୋଗ କରୁଛନ୍ତି? ହଁ ଲିଖିତ ଅଭିଯୋଗ କରୁଛୁ। ଠିକ ଅଛି, ନମସ୍କାର।